आंबो घरे बसला केमती खाउछनी कहबी एमती की होरे आ चैलेंज रे बसला रे पकिन खाउछ हेलो हाय नमस्ते आशा करूँ भल थे समस्ते तो आपण मानक आम विलेज इटिंग चैनल को बहुत बहुत स्वागत सांग मैंने आज आम रेसिपी भिडियो बनई पार्लुनी कारण आज आम घर को ना माने आपण मानक जनाशुना गेस्ट आसुचंदी से तरबर हो बेसी किसी रोसई कर पार्लिनी कि आपण मानक रेसिपी मजे देखई पार्लिनी बहु आज तो किसी क्या देखने रेसिपी गुड़ा कौन है कही दियो कहीदेवी आज गरम भात डालमा है ये तो पुई सारू आलू कखारू मटर बड़ माछर मुंड नांज गड़ी सब पड़ी छिंचड़ा है ये तो जानते नल आम बोकर अभ्यास टा टोटाली जीवनी कौन टोटाली कही आलू को झुड़ुंग चुड़चुड़ा है तेल तेल भजा चुड़चुड़ा आटा माछ मंझी आमर लगे सब किसी तो भल लगे आमको सब एमती कही खाईदे मत पनिशमेंट देबे तो आज भिडियो आम चैलेंज सहित पनिशमेंट रखीचु कारण रेसिपी भिडियो तो रखीनु जदि आज आम चैलेंज न रखिबु आ पनिशमेंट न दबु आपण माने टोटली देखिबेनी कारण आपण मानकु भल लागिबोनी भिडियो रे कोन गोटे थिले सिना के देखिबो पनिशमेंट न रखिला पर माने काहे भिडियोटा देखिबे देखा मु रे घर धोई देली कुणिया आसिले से रोषेबास कला एत कुणिया देखा ना आम एत रोषेबास सर बसिलु आम कहलु चल आम खाना पिना करी आसिक टाइम के गोटे बजला बोधे 12:30 तो बहुत जोरे भोक लगिलानी कथा पाटे आम बल पाऊनी चलतु आज भिडियोटा स्टार्ट करदा विलेज इटिंग ओडिया आमे ओडिया आम खाद्य भारी बढ़िया आरंभ करिया बोईटा को कौन कहती एटा को एटा को एटा फुकुणा फुकुणा चुली फुकिबा ओई राइटा बहुत ही बढ़िया याटा है लागा ना डॉट ना फिर अस्तरा आंबो कोटा कार साउंड कोटा ऑटो साउंड जानि पाउन हांदी देखि था मारे कपसिबो कोनटा एटा कोनटा चोबे की पुआली आदि रोसे काम रे मो बड़ झी मते बहुत हेल्प करछि साबा गाड़ी करूनी मो हाथ गोड़ा जे कुंडे हो खाली बाड़े बुझ समथिंग आउ तो प्यारा ले के खाइला तमे तो कतल नै जाई तुम नै आसी बाया नै गला डांगोड़ा चबला से जो कोई ना का और दिन करी आपको कौन कहलु कखारू डंका मु खाइन टोटली मु एडा कर दे खाऊ आ एडा जनी करलु ए भला खाई कसा कने बड़ा हाथे बो बेसी कथा हुओनी बेगे बेगे खाई दियो नले कोनिया पळे आसी तो तुम गरम भात खाई पारनी मत पखाल देलु आंबो घरे बसला केमती खाउछनी कहबी एमती की होरे आ चैलेंज रे बसला रे पकिन खाउछ मु कह दोजी का एमती आयो रे मां एमती ना एमती
ବୋଉ ତମେ ଏମିତି ଖାଇଲା ତ କାଇଁ ତମର ଲାଖେନି କେତେବେଳେ ପ୍ରାଣ ବାୟୁ ଫୁସ୍କି ନୁଡି ଯାଇଥାନ୍ତା। ତୁ ମୋର କଥା ଅଭିଯୋଗ କଲୁ ଆଉ ତୋ ଦଣ୍ଡ ନାଗନି ଆଉ ମୋ ଦଣ୍ଡ ନାଖିବ। ଗଲେ ଯେ ନାହିଁ ପାରିବି ନା ନାଗିଲେ ଖରା ତଣ୍ଟିରେ ବେଗେ ବେଗେ ଖାଇଦିଅ କୁଣିଆ ମାନେ ଆସ ତାଙ୍କ ଆଗରେ କଣ ଏମିତି ଏଡେ ଗୁଳା କରି ଖାଇବ କି ଲାଜ ମାଡିବନି। ମୋ ନାତୁଣୀ ଆଇବ ମୋ ଝିଅ ଜଣେ ମୁଁ କାଇଁ ମତେ କାଇଁ ଲାଜ ମାଡିବ। ମତେ ଲାଜ ମାଡିବନି ମୁଁ ସେଥିପାଇଁ ବହୁତ ବହୁତ ଖାଇଦଉଛି। ଆମ ଘରେ ମଞ୍ଜିଆ ମାଛ କେହି ଖାଆନ୍ତିନି ସେଥିପାଇଁ ଆମର ମଞ୍ଜି ମାଛ ରଖା ହୁଏନି। ଏଇଟା ଯୋଉ ଛୋଟିଆ ମାଛଟା ରଖା ହେଇଥିଲା ଟିକେ ମଞ୍ଜି ରହିଯାଇଥିଲା ଆଉ କୁଣିଆ ମାନେ ଆଇଲା ମୁଁ ତ ସୁନା ବି ଲାଗି ବଇଥିବି ଆଉ। ସୁନା ପିଲା ମୋ ପୁଡିଲା କଣ କୁବିଲା ସୁନା ପିଲା ଆମ ବୋଉର ମୁଣ୍ଡରେ ଟିକେ ନଅଟା ହୁଗୁଳା ହେଇଯାଇଛି ତ ମୋର ବେଳେ ବେଳେ ମୁଣ୍ଡରେ ତାର ଚିହ୍ନି ଯାଏ। ସେଇଆ ବି ସତ କଥା ତାରଟା ଥରେ ଛିଡିଲେ ଲଗେଇବା ଟା ଭାରି କଷ୍ଟ। ଆମ ବୋଉଙ୍କ ମୁଣ୍ଡରେ ତାର ଛିଡିଲେ ଆମ ପପିର ବେଳା ଖରାପ। ସକାଳେ ହେଇଛି ମୋର ଯାଇକି ମତେ ପଚାରିଆ ସଁ କଲି ମତେ ସାପୁଡା କରିଦେଲା କି ଆଉ ମୁଁ 3 ଗୋଡାନ ଦେଇକି ଉଠିକି ଠିଆ ବେଳେ ମୋ ବେକମୁଣ୍ଡା ଚଢିଆ ପୁଣି ବାଡେଇ ଆସି ସୁନା ପିଲା ହୋଇ ପଡିଛି ଏଇଠେ ମୁଁ କହିଲି ତୁ ଆ ବେଲାକୁ ଥିରି ଆଇଲା। ତାପରେ ଆମ ବୋଉଟି ତାକୁ ଗେଲ କରିଦେଲେ ଏମିତି କରୁଛେ ବୋଲି ଦି ଗାଁ ଧରି ଚଟଚଟ ପିଲି ଆମ ପପି ଯେତିକି ଆମ କଥା ମାନୁଛି ମୋ ଝିଅ ମାନେ ବି ସେତିକି ମାନୁନାହାନ୍ତି। ବୋଉ ରାଗିଲେ କେମିତି ହୁଏ? ପପିତି ରାଗିଲେ ନାକ ଟେକିକି ଧାଇଁବ ଆଉ କହିବା ଏ ରାଗିଲେ କଣ ମୋ ପାଖକୁ ଆସନି। ମୋ ସାନ ଝିଅ ବୋଲି ସେ ଭାରି ରାଗେ। ତୋ ସାନ ଝିଅ ଉପରେ କାହିଁ ରାଗେ ତା ଖାଇଦେବି ସବୁ ଜିନିଷ ସେଥିପାଇଁ ତ ସେ ଭାତ ଗୁଡା ଖାଉଛି। ଖାଇଦେଇ କହିଲା ମାନେ ସେ ଭାତ ଖାଇବ ବିସ୍କୁଟ ଖାଇନି। ଆରେ ମୋ ନଳୀରେ ତାରା ଗଣି କଣ ମୋ ପାଖରେ ଗୋଟେ ତାରା ବଇଛି କାଇଁ ସେଠି ସେ ସୌର ଜଗତକୁ ଦେଖୁଥିଲେ ବାଉଁଶ ନଳୀରେ। ଆଉ ଯାଉନି ନା ଖାଇବାକୁ ତ ପଡିବ। ତମେ ଖାଉନ ମୋ ତ ସଇଲା। ଏଇଟାକ ଏକାଥରେ ଚୋଇବି। ଆଜି ମାଛର କଣ୍ଟା ଟିକେ ବାଛି ଦେଇଛି। ଭଲ ଅଛି ଖାଇପାରୁନି ତାମାନେ ତମେ ହାରିଲ ପନିଶମେଣ୍ଟ ନବଟି ଆଜି କେଡେ ଖୁସିରେ କରୁଛନ୍ତି ଚାଲ ପନିଶମେଣ୍ଟ ଟା ଧରିକି ଆସିବା। ଆପଣ ମାନେ ତ ଦେଖିପାରିବେନି ତା ଭିତରେ ମୁଁ ଏତିକ ସଫା କରିଦଉଛି ମୋର ଆଉ
ସାଙ୍ଗମାନେ ମୁଁ ଆସିକରି ଶୋଇ ପଡୁଛି। ଆମ ବୋଉ ପନିଶମେଣ୍ଟ ନା ଶୁଣିକି ଘୁମେଇଲେଣି। ବହୁତ ଲେଟ୍ ହେଇଗଲା ତ ଟିକେ, ଆମେ ଅଧାରେ ଖାଇଲା ବେଳେ ଆମ ଘରକୁ ଗେଷ୍ଟ ପଳେଇ ଆସିଲେ, ସେଇଥିପାଇଁ ଟିକେ ଭିଡିଓଟା ଡେରି ହେଇଗଲା। ପନିଶମେଣ୍ଟ ଦିଆଟା ଆମ ବୋଉକୁ, ସେଥିପାଇଁ ନିଦ ଲାଗିଲାଣି ଭାତ ଖାଇକି। ବୋଉ ଏଇଠି କିଲୋଟା କଣ କିଲୋ? ତୁଳସୀ ପତ୍ର ନା? ହଁ ହଁ କଣ ଏଇଟା ଗୋଟେ ରହିଗଲା ମୋ ହାତରେ। ପତର ଧୁଆ ନାହିଁ, ଧୁଇ ନାହିଁ, କୋଉଠି କଣ ପାଉଛି? ଡାଳ ପତର, ଗାଈ ଛେଳି ମେଣ୍ଢା ଯେମିତି ଖୁଆଇଲା ଭଳିଆ ଏରା କି ପତ୍ର ଆଣିଛୁ? ତମେ ଏଇ କଷା ଜିନିଷଟା ଖାଇଦିଅ, ତାପରେ ତମକୁ ଗୋଟେ ବଢିଆ ଜିନିଷଟା ଦେବି। ମଡା ଦେଖୁଛୁ ଏରା କି ଗଛଟା, କଣ ପୋକ ଜୋକ ହେଇକି ରହିଛି? ତମେ ଶୋଇଥିଲ ବା, ତମ ଆଖି ଠିକ ଦେଖାଯିବନି। ଡାଳିମ ପତ୍ରଟା ଆଣିଛୁ? କଣ ଝାଡା ହଉଛି କିଲୋ? ଖରା ଦିନ କାଳେ ଝାଡା ହେଇଯିବ, ଭାତ ଖାଇ ଦେଇଛ ନା। ଭାବିଚିନ୍ତି ଆଗୁଆ ଆଣିକି ଦେଇଛୁ। ଆଗୁଆ ସତର୍କ। ସମ୍ବାଳ ପୋକଟ ଲାଗିଥିଲା। କାଇଁ ମ କିଛି ଲାଗିନି। ଏଇଟା କାଳେ ଏଟା କଣ? ଏମିତି କରି କରି ସବୁ ପତ୍ର ପକେଇଦେବେ ବୋଧେ। ମତେ କେମିତି ପଚାରୁଥିଲ ପାନ ପତ୍ରଟା କେମିତି ଲାଗୁଛି, ତମକୁ ଆଜି କେମିତି ଲାଗୁଛି? ତୁ ଯେମିତି ଦଉଛ ଖାଲି କଷା ଡାଲ, ଆଉ ମତେ ଯେମିତି ତମେ ମିଠାଟେ ଦେଇଥିଲ। ଆଉ ଥାଉ ଥାଉ, ସେତିକି ଜମା, ସେତିକି ଜମା। ଢୁକିବି ତ ସେତିକି କଣ ଅଛି ଅଛି, ଆଉ ନହେଲେ କଣ? ହଁ ହଉ ଛାଡ, ଆମ ବୋଉଙ୍କୁ ତ ଦେଇଦେଲି ପନିଶମେଣ୍ଟ, ତାଙ୍କ ପାଇଁ ଆଉ ଗୋଟେ ନୂଆ ଜିନିଷଟେ ଧରିକି ଆସିଛି। ଆଉ ମୋ ଭାଣିଜୀ ଆଣିଥିଲେ ମୋ ଝିଅ ମାନଙ୍କ ପାଇଁ। କଣ କିଲୋ? କୋଉ ପଟଟା ପିଟିବି? କଣ ଇଏ ନା ନା, ଆମ ବୋଉ ଏଇଟା ହେଲାନି ଚିଟିଂ କଲେ, ଚିଟିଂ କଲେ। କଣ ଚିଟିଂ? ଏଇଠି ଏଇଠି ଖାଇଥିଲେ ଏମିତି ପରା। ହଉ ଯାହା ତ ପନିଶମେଣ୍ଟ ଖାଇଲ, ନିଅ ପାଟିଟା ଟିକେ ମିଠା କରିଦିଅ। ଜରି ସହିତ ଅଛି, ଲୋକଟା ଯାହା କହୁଛନ୍ତି ଠିକ କହୁଛନ୍ତି। ନିଅ। ଦେଖ ଲୋ, ଇଏ ଭଲ ଚିଟିଂ କରୁନି, ମତେ ଦେଖ ଦେଖ। ଭଲ ହେଇଛି ରୁନୁ, ଭଲ ହେଇଛି। ଦେଖିକି ନିଅ। ତଣ୍ଟି ଯାଏ ଲୁକିଲି, ଗଲାନି ତୁ ପକେଇ ଦେଖିଦେଲା। ଆଉ ମୁଁ ସମସ୍ତଙ୍କୁ ଦେଖେଇ ପକାଏ, ମୁଁ କାଳେ ଲୁଚେଇ ପକାଏନି ହେଲା। ଆପଣ ତ ବସିକି ଦେଖୁଛନ୍ତି ଆମ ଶାଶୁ ବୋହୂ ଯୋଡିଟା କେମିତି ନାଗିଲା? ଭଲ ନାଗିଲା ନା? ହଁ, ଆଉ ତମକୁ ତ ଭଲ ଲାଗିଥିବ ଆଉ। ହଁ, ତମେ ମୋ ସାଥେ ସାଙ୍ଗଟେ। ହଉ ଠିକ ଅଛି। ଦେଲା ଆଗ ଗୋଟେ ପତର, ତାକୁ ଖାଇଥିଲି, ଅଧା ହାଟ ନେଇଥିଲି, ଆଉ ତଣ୍ଟି ଆଡେ ଗଲାନି, ରଖିଦେଇଥିଲି। ସେ ଦେଖେଇ ଦେଲା, ମୁଁ ନହେଲେ କଷ୍ଟମେ ଢୁକିଥାନ୍ତି, ସେ ମୋ ହାତ ଗୁଡ ଗଲା, ଖାଇଲିନି। ଆଉ ସୁନୁ ବାବୁଟା ଦେଲା ଯେ ବଢିଆ ନାଗିଲା। ଆଉ କେମିତି ଖାଇଛ ସୁନୁ ବାବୁ? ନା ଗୋଟା ଢୁକିବନି, ମୋ ତଣ୍ଟିରେ ନାକି ଆସିଲା। ମୁଁ ଏଇନା ଜୀବନ ବିକଳ ତାକୁ କରି ପାଣିଆ କରିକି ଢୁକିଦେବି। ହଁ ପରା। ନାଇଁ, ଲାଇକ୍ କମେଣ୍ଟ ସେୟାର ଟିକେ କୁହ ନା, ହେଇଟା ହେଲେ ମୁଁ ନାତରେ ନାଗିଛି। ଯଦି ଆପଣଙ୍କୁ ଭଲ ଲାଗିଥିବ ଭିଡିଓଟା, ଶାଶୁ ବୋହୂଙ୍କର ଯୋଡି ଯଦି ଭଲ ଲାଗିଥିବ, ଗୋଟେ ଲାଇଟ୍ କରିଦେବେ। ଲାଇକ୍ କରିଦେ, କମେଣ୍ଟ କରିଦେ, ସେୟାର କରିଦେବେ, ଗୋଟେ ସଂସ୍କାର କରିଦେବେ। ସଂସ୍କାର ନୁହଁ, ସବସ୍କ୍ରାଇବ କୁହ। ସବସ୍କ୍ରାଇବ କରିଦବ। ତମର ସେ ସଂସ୍କାରଟା ହିଁ ଠିକ ଅଛି, ତମେ ସେଇଟା କୁହ, ଆଉ କିଛି କୁହନି। ମୁଁ ସଂସ୍କାର କହୁଥିଲି, ତୁ ସଂସ୍କାରୀ କହିଲୁ। ସଂସ୍କାରୀ ମୁଣ୍ଡଟା ପିଟିଦେବି। ରହୁଛୁ ସାଙ୍ଗମାନେ, ପୁଣି ଦେଖା ହବା ଗୋଟେ ନୂଆ ଭିଡିଓରେ। ନମସ୍କାର, ଜୟ ଜଗନ୍ନାଥ। ଆଜିର ଭିଡିଓରେ କାହାର ବି ଆମେ କମେଣ୍ଟ ରଖିନୁ, କାରଣ ଭିଡିଓ ବହୁତ ଲମ୍ବା ହେଇଯାଉଛି। ଆଉ ଆମର ତ ଏଠି ସହଜ ନେଟ୍ ଆସୁନି, ମୋର 3GB ଡାଟା ନେଇଯାଉଛି। ଏତେ ଡାଟା ମୁଁ କୋଉଠୁ ଆଣିବି? 2GB ଡାଟାକୁ ଦେଖନ୍ତୁ, 3GB ଡାଟାକୁ ଦେଖନ୍ତୁ। ଖରାରେ କି ଶୁଖୁଛୁ, ଶୁଖୁଆ ପାଲଟି ଗଲୁଣି। ଶୀତ ଦିନ ଭଲ ଲାଗୁଛି, ଆଉ ଗରମ ହଉଛି ଟିକେ। ରହୁଛୁ, ବାଏ ବାଏ।